ବାଦେ 84 ବର୍ଷ ତମେ ଟୋକା ହେଇଛ ନାଇଁ ମଉସା ସାଙ୍ଗରେ ଝମୁଲି ପାରିବ ନା ନା ପାରିବୁନି ଆମେ ରାତି ଘଡ଼ିଏ ଥିଲା ଉଠି ରାତି ଘଡ଼ିଏରୁ 300 କୋବି କଟା ହେଲା କଲନା ହାଟ ବେପାରୀ ଆସିକି ନେଲେ ଫିଷ୍ଟି ବାଲା ଜଣେ ନେଲା ଆଉ ଗୋଟେ ଦୋକାନୀ ଯୋଡ଼ିଏ ଦୋକାନୀ ନେଲେ ହେଲା ପୋଟଳ ଗେଣ୍ଡୁ ଖୋଲୁଥିଲି ଘରକୁ ଯାଇଥିଲି ଦେଖିଲି ପାଣି ସାଙ୍ଗମାନେ ତମକୁ ଗୋଟେ ବଢ଼ିଆ ଜିନିଷ ଦେଖେଇବି ଆମ ଗାଁର ଗୋଟେ ମାନେ ସୁନ୍ଦର ପରିବେଶ ସବୁ ପ୍ରକାର ଲାଗିଛି। ହାଇ ଫ୍ରେଣ୍ଡସ୍ ଜୟ ଜଗନ୍ନାଥ ଶୁଭ ସକାଳ। ଏବେ ବାଜିଗଲା 8ଟା 35 ମୁଁ ଉଠି ବ୍ରସ୍ କରି ଟିକେ ବନ୍ଧ ଉପରେ ଚଲାଚଲି କରୁଛି। ଆଜି ଟିକେ ପ୍ରବଳ ଥଣ୍ଡା ରହିଛି ସକାଳୁ ସକାଳୁ ପ୍ରବଳ ଥଣ୍ଡା ଆଉ ଥଣ୍ଡା ଯୋଗୁରୁ ମୁଁ ଟିକେ ଉଠିବାକୁ ଲେଟ୍ ହେଲା ଆଡ଼େ ବି ମୋତେ ବି ପ୍ରବଳ ଥଣ୍ଡା ଜଣାପଡ଼ିଲା ଆଉ ବୋଲେ ନାକ ଟିକେ ଫିଟିଲାନି ଆଉ ତାପରେ ଆଜି ବି ଥଣ୍ଡାରେ କାଟିବା ପାଇଁ ପଖାଳ ଖାଇବା ମୁଁ ସକାଳୁ ବରାଦ କରିଛି ମାଛ ଆସିଛି ପଖାଳ ଖିଆ ହବ ଆଉ ତ ବିଲ ଆଡ଼େ ବନ୍ଧ ଉପରେ ଟିକେ ବୁଲୁଛି କ'ଣ ରୋହି 270 ନା କ'ଣ ନା 170 କେତେ ଅଛି ସିଏ ସବୁ କ'ଣ ଇଏ ଖାଲି ରୋହି ଦଉନ ଗୋଟେ କ'ଣ କିଲୋ ହିସାବରେ ଦିଅ ଆଉ ମାଛ ଯେଉଁ ଭଜା ଷ୍ଟାର୍ଟ ହେଇଗଲା ମାଛ ଯେଉଁ ଆଣିଥିଲି ତାକୁ ଭଜା ହେବ ଭଜା ହେଇକି ପଖାଳ ଖିଆ ହେବ ଚାଲ ଖାଇଲା ବେଳେ ଦେଖିବା। ଏବେ ସାଙ୍ଗମାନେ ଗାଧୁଆ ସରିଗଲା ଖାଇବା ହେଇନି ଖାଇବା ପଖାଳ ଆଉ ମାଛ ଭଜା ଖାଇବା ଏବେ ବାଜିଗଲା 9:30 9:30ରେ ଗାଧୁଆ ପାଧୁଆ ସରିକି ଠାକୁର ପୂଜା ବି ସାରି ଦେଇଛି କାହିଁକିନା ଆଇଁଷ ଖାଇବି ଠାକୁର ପୂଜାଟା ଆଗ ସାରିଦେଲି କାହିଁକିନା ଆଇଁଷ ଖାଇଲେ ଆଉ ଠାକୁର ପୂଜା କରିହେବନି ଠାକୁର ପୂଜା ସାରି ଗାଧେଇ ତାପରେ ଯିବା ଏବେ ଖାଇବା ଆଉ କ'ଣ ସବୁ ଖାଇବା ହେଉଛି କେମିତି ଟେଷ୍ଟ ଲାଗୁଛି ଆସନ୍ତୁ ଦେଖିବା। ଖାଇବା ପାଇଁ ତମେ କେତେ ଇଣ୍ଟରେଷ୍ଟେଡ୍ ଅଛ? ମୁଁ ଖାଇସାରିଲିଣି ପିଆଜ ଆଉ ଟମାଟୋ ଭାଜିଦେଲା ଭାଉଜ ମୁଁ ଖାଇଦେଲି। ମାଛ ଆଣିଥିଲି ମାଛ ଭଜା ପଖାଳ ଭାତ କେଡ଼େ ହାତ ପୁରେଇଲି ହାତ ଥଣ୍ଡା ଲାଗିଲା ପଖାଳ ମୁଁ ଗରମ ପାଣି ନେଇଲି ତାପରେ ପୁରେଇଦେଲି ଖାଇଦେଲି ସୁନାଇଲା ଖାଇଦେଲ ଆଉ ସିଏ କ'ଣ ହେଉଛି ଯେଉଁ ପୂଜା କରିବାକୁ ବାହାରିଲ ପୂଜା ପରିଷ୍କାର ଏଠୁ କେତେବେଳୁ ଆସିବ ମାଛ ଭଜା ଖାଇବ? ଆପଣ ମାନେ ଖୁସି ତ? ହଁ ଆମେ ଖୁସି ମାଛ ଭଜା ଖାଇ ଖୁସି ମାଛ ମୁଁ ଖାଇବି ଯାଇକି ଖରାବେଳୁ ମୁଁ ଆକ୍ରମଣ କରିବି ମୁଁ ଏବେ ଆକ୍ରମଣ କରିକି ମାଛ ଭଜା ପଖାଳ ଭାତ ତମେ ତ ସବୁ ଆକ୍ରମଣ କରିଦେବ ଆକ୍ରମଣ ସେଦିନ ଶୁଖୁଆ ଭିଡ଼ିଓଟା ହେଇଥିଲା ଶୁଖୁଆ ଭିଡ଼ିଓଟା ବହୁତ ଲୋକ ଦେଖିଛନ୍ତି ଆଉ ବି ଭଲ ପାଇବା ଦେଇଛନ୍ତି ସେଥିପାଇଁ ଆଜି ମାଛ ଭଜା ପଖାଳ ଭାତ ତା ସାଙ୍ଗେ ପିଆଜ କଞ୍ଚା ଲଙ୍କା ଖାଏନି ଗୋଟେ ଷ୍ଟାଇଲ କରି ଛୁଆ ହବ ହଁ ବାଟେ ଧରିକି କ'ଣ ବାଡ଼େଇଲୁ ବାଡ଼ା ବୋଉ ବାଡ଼ା। ଏବେ ସାଙ୍ଗମାନେ ଖାଇବା ରେଡ଼ି ଚାଲ ଖାଇବା ଷ୍ଟାର୍ଟ କରିବା। ଦେଖନ୍ତୁ ଆଗ ଖାଇବାଟା କ'ଣ ସବୁ ପ୍ରସ୍ତୁତ ହେଇଛି ପଖାଳ ଆଉ ମାଛ ଭଜା ପିଆଜ ଆଉ କିଛି ନାହିଁ ଏତିକିରେ ଖାଦ୍ୟ ଆଉ ବାପା ଆମର ସେଠି ଚନ୍ଦନ ଲଗାଉଛନ୍ତି ବସିକିରି କୁଆଡ଼େ ଯିବ? ଗୋଟେ ଚତୁର୍ଥୀ ଅଛି
ଓହୋ ଚତୁର୍ଥୀ ଅଛି। ଦେଖ ସାଙ୍ଗମାନେ ମାଛ ଭଜା ସାଙ୍ଗ ପିଆଜ କ'ଣ କଞ୍ଚା ଲଙ୍କା ମୁଁ ଖାଏନି, ଏଠୁ ଦିଆହେଇଛି। ଏଇଠୁ ପଖାଳ ଆଉ ଖାଇବା ଆଉ କେମିତି କ'ଣ ଲାଗୁଛି ଦେଖିବା ଆଉ। ମତେ କିନ୍ତୁ ଥଣ୍ଡା ପ୍ରବଳ ବା। ଥଣ୍ଡା ଖାଉଛୁ? ମୋର ଥଣ୍ଡା ପ୍ରବଳ, ପଖାଳ ସାଙ୍ଗ ଖାଇବି କାହିଁକି ଥଣ୍ଡାକୁ ଥଣ୍ଡା କାଟିବ। ମେଡ଼ିସିନ ତ ମୁଁ ଖାଏନି ନାହିଁ ଆଉ। କ'ଣ ମନ ହେଲା ପଖାଳ ଖାଇବାକୁ? ପୁରା ବୋବାଲିଆ ଟେଷ୍ଟ। ମାଛକୁ ପଖାଳ, ମାଛ ଭଜା ସକାଳୁ ସକାଳୁ ଖାଇବାର ସ୍ୱତନ୍ତ୍ର ଅଲଗା ପ୍ରକାର ମଜା ଆଉ। ଆପଣମାନେ ଖାଇଥିବେ ଜାଣିଥିବେ ଆଉ। ଏଇ ଷ୍ଟାଣ୍ଡରେ ମାଛଟା ପୁରା ଫ୍ରେଶ୍ ମାଛଟା ଆସିଲା, ଭଜା ହେଲା। ଆଉ ମାଛ ସାଙ୍ଗକୁ ପିଆଜକୁ ଆଡ଼େ ପଖାଳ, ଟେଷ୍ଟଟା ପୁରା ଅଲଗା ପ୍ରକାର ସକାଳୁ। ମୋତେ ୟା ଥଣ୍ଡାକୁ ଥଣ୍ଡା ମେଡ଼ିସିନ କାଟିବ ନା କହ ବାପା? ହଁ ବାପା କହୁଛି ଦେଖିବା ଆଉ। କାଲି ଯଦି ଅଧିକା ହେଇଗଲା ଆପଣମାନେ ବୁଝିବେ ଆଉ। ସମସ୍ତେ ବୁଝିବେ ଆଉ। ମାଲୋ ଦେବି ନା ଆଉ ଖାଲି ପେଟ ବଟିକା ଇଏ ଔଷଧ ଅଛି ଦେଲୁ ଦଉନି। ଶୁଖୁଆ ପଖାଳ ଯେଉଁ ହେଇଥିଲା ସାଙ୍ଗମାନେ ବହୁତ ଭଲ ପାଇବା ଦେଇଛନ୍ତି। ସମସ୍ତେ କହୁଛନ୍ତି ଭଲ ହେଇଛି। ଆଉ ମାଛ ଆଉ ପଖାଳ ଓଡ଼ିଆ ତ ଆମେ ଆଉ କ'ଣ ଖାଇବା। ମୁଁ ପଖାଳ ଖାଏନି, କେବଳ ଆପଣମାନଙ୍କ ସକାଶେ ଖାଉଛି ଆଉ। ଚାଲ ଖାଇସାରି ଦେଖାବା ଆଉ ଏଇସବୁ ଖାଦ୍ୟ ଆଉ। କୋବି ସବୁ ଲାଗିଛି ଏଠି, କୋବି ସବୁ କଷି ଧରିଛି ଗୋଟେ ଗୋଟେ। ସେପଟରେ ସବୁ କୋବି ହେଇଗଲାଣି, ଏପଟରେ ସବୁ ଲାଗିଛି। ପରିବା ପତ୍ର ବହୁତ ଚାଷବାସ ହୁଏ। ଏପଟରେ ସବୁ ମୂଳା ଲାଗିଛି, ସେପଟରେ ସବୁ କୋବି, ମୂଳା, ବାଇଗଣ ଏସବୁ ଲାଗିଛି ଆଉ। ତମର କେତେ ଗୁଣ୍ଠ ଖଣ୍ଡେ ଜମି? କେବଳ କୋବି ଲାଗିଛି? ହଁ ଖାଲି ବନ୍ଧା ନା ଫୁଲ? ଓହୋ ଖାଲି ଫୁଲ। କେତେ କ'ଣ ବାହାରିଲାଣି ନା ନାଇଁ? ସେପଟରେ କ'ଣ ଖାଲି କୋବି? ସେପଟରେ କୋବି ଖାଲି? କ'ଣ କହିଲ? କୋବି ଟିକେ ରେଟ୍ କଟିଗଲା ଆଉ ନା ନାଇଁ? ଏଠି ସାଙ୍ଗମାନେ ଦେଖନ୍ତୁ ସବୁ କୋବି, ବଢ଼ିଆ ଦେଶୀ କୋବି ବାହାରି ଯାଇଛି। ସେପଟରେ ସବୁ ଚାଷୀ ଭାଇମାନେ କାମ କରୁଛନ୍ତି। ପରିବା ବହୁତ ଏଠି ଉପଲବ୍ଧି ହେଉଛି। ଚାଷବାସ ଉପରେ ବହୁତ ନିର୍ଭର କରନ୍ତି ଏ ଚାଷୀ ଭାଇମାନେ। ସକାଳୁ ସକାଳୁ ମୁଁ ଟିକେ ପଳେଇ ଆସିଲି ଆପଣମାନଙ୍କ ପାଇଁ ଆମ ଗାଁର ଚାଷ ଜମି ଦେଖିବା ପାଇଁ। ଏସବୁ ଦେଖନ୍ତୁ ସବୁ କୋବି ଲାଗିଛି, ପ୍ରାୟ କୋବି। ସେଠି ବି ଚାଷୀ ଭାଇମାନେ କାମ କରୁଛନ୍ତି। କୋବି ସେପଟରେ କଲରା ଲାଗିଛି, ଆପଣଙ୍କୁ ଦେଖାଯାଉଥିବ କି ନାହିଁ? କଲରା ଲାଗିଛି। ପ୍ରାୟ ଏପଟରେ ଚାଷବାସ ହୁଏ। ଅଳଙ୍କା ନଈ ସାଇଡ଼୍ରେ, ଆପଣଙ୍କର ଅଳଙ୍କା ନଈ ସାଇଡ଼୍ରେ ଏସବୁ କାମ ହୁଏ। ପାଣି ସେଚନ ପାଇଁ ସୁବିଧା ଅଛି। ଏପଟରେ ରୋଡ଼ଟା ଅଛି ଆଉ, ଜଗତସିଂହପୁର ମେନ୍ ରୋଡ଼ ଗୋଟେ ଏପଟରେ ଅଛି। କୋବି ଦୁଇଟା ଫ୍ରେଶ୍ କୋବି ଦୁଇଟା ନେଇଗଲେ ଦିଅ, 2-4ଟା ଦିଅ। ଆଜି ହାଟକୁ ଯାଇଛି କିଛି ନା ନାଇଁ? ଯାଇନି। ଫିଷ୍ଟ ଗଲା କେଇ ଗୁଣ୍ଡୁ ଖଣ୍ଡେ ତମର?
ଚାରି ଗୁଣ୍ଠୁ ଦେଖିବାଟା ହଁ ଇଏ ଇଏ ଯାହା ହଉ ଏ ବୟସରେ ଖଟୁଛ ସେତିକି ଧନ୍ୟବାଦ। 84 ବର୍ଷ ହେଲାଣି। 84 ବର୍ଷ ତମେ ଟୋକା ହେଇଛ ନାଇଁ ମଉସା ମୋ ସାଙ୍ଗରେ ବୋଝ ମୁଣ୍ଡି ପାରିବ ନା ଖଟି ପାରିବ ନା ପାରିବୁନି ଆମେ। ରାତି ଘଡ଼ିଏ ଥିଲା ଉଠି ରାତି ଘଡ଼ିଏରୁ 300 କୋବି କଟା ହେଲା। କଲନା ହାଟ ବେପାରୀ ଆସିକି ନେଲେ ହଁ ଫିଷ୍ଟି ବାଲା ଜଣେ ନେଲା ହଁ ଆଉ ଗୋଟେ ଦୋକାନୀ ଯୋଡ଼ିଏ ଦୋକାନୀ ନେଲେ ହେଲା। ପୋଟଳ ଗେଣ୍ଡୁ ଖୋଳୁଥିଲି ଏଥିରେ ଘରକୁ ଯାଇଥିଲି ଦେଖିଲି ପାଣି ଯାହା ହଉ ଏତେ ବୟସରେ ବି ତମେ ଖଟୁଛ ସେତିକି। ଆଗରୁ ଖଟିଥିଲି ପିଲାଦିନୁ ଆମେ ଆପଣଙ୍କ ବୟସ ହେଲା ବେଳକୁ କଣ ଆଉ ଇଆଡ଼େ ଯାଇଥିଲି ଦେଖିଲି ଏଠୁ ପଳେଇ ଆଇଲି ଆଉ କୋବି ଦିଟା ନେବି। ଇଏ କଣ ମୂଳା ମଶା? ନାଇଁ ନାଇଁ ମୂଳା ଖାଲି କୋବି ନେବି। ଦେଖନ୍ତୁ ଜଳସେଚନ ପିଇକି ଏଠି ସବୁ ବ୍ୟବସ୍ଥା ଅଛି, ପାଣି ମାଡ଼ି ଚାଲିଛି। ଆଉ ଯାହା ହଉ ମାନେ ଫ୍ରେଶ୍ କୋବି ଦେଶୀ କୋବି 4-5ଟା ଖଣ୍ଡେ ନେଇ ଆସିଲି। ଟିକେ କୋବିଟା ଖାଇବାକୁ ମଜା ଲାଗିବ, ଦେଶୀ କୋବିଟା। ଆଉ ଏପଟରେ ସବୁ ବିନ୍ସ ସବୁ ଲାଗିଛି, ବିନ୍ସ କୋବି ମୂଳା ସେଠି କଲରା ଏମିତି ସବୁ ଲାଗିଛି। କୋବି ଦିଟା ଧରି ପଳେଇ ଆସିଲି ଆଉ। ମଉସା ଯାହା ହଉ ବୟସ ଅଧିକା କିନ୍ତୁ ଯାହା ହଉ କାମ କରୁଛନ୍ତି ସେତିକି ବଡ଼ କଥା। ଆମେ ତାଙ୍କ ବୟସର ହେଲା ବେଳକୁ କିଛି କାମ ଧନ୍ଦା କରିପାରିବୁନି, କାହିଁକି ନା ଆମେ ସବୁ ବିଷାକ୍ତ ଖାଦ୍ୟ ସବୁ ଖାଉଛେ। ଆମେ ଆଉ ସେ ଯାଏ ଯାଉଛୁ କି ନାହିଁ ସନ୍ଦେହ କଥା। ଆଉ ହଉ ଚାଲ ଯିବା, ସମୟ ହେଇଗଲାଣି, ଚାଲ।